ଗାଁ ନଈରେ ଭାସୁଛି ଶହ ଶହ କଟା ମୁଣ୍ଡ। ଘଟିଲା ଅତି ଭୟଙ୍କର ଦୁର୍ଘଟଣା। ଏମିତି ଭୟଙ୍କର ଘଟଣା ଘଟିଛି ବଳଭଦ୍ରପୁର ଗାଁ ନଈରେ। ଗାଁ ଲୋକ ଦେଖି ସମସ୍ତେ ଭୟଭୀତ। ଏତେ ଗୁଡ଼ିଏ କଟା ମୁଣ୍ଡ କେଉଁଠୁ ଆସିଲା? ଘଟଣାଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତି କରନ୍ତି ତାହେଲେ କମେଣ୍ଟ ବକ୍ସରେ ଗୋଟେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ପୁରୀ ଜିଲ୍ଲା ଅନ୍ତର୍ଗତ ବଳଭଦ୍ରପୁର ଗାଁରେ ପ୍ରଫୁଲ୍ଲ କେଉଟ ରହୁଥିଲେ। ପରିବାର କହିଲେ ପ୍ରଫୁଲ୍ଲ, ସ୍ତ୍ରୀ ସବିତା ଆଉ 2 ଝିଅ। ପ୍ରଫୁଲ୍ଲ ବାବୁ ସବୁଦିନ ନଈକୁ ଯାଇ ମାଛ ଧରି ବଜାରରେ ବିକ୍ରି କରି ଯାହା ପଇସା ଇନକମ୍ କରନ୍ତି ସେଇଥିରେ ତାଙ୍କ ପରିବାର ଚଳାନ୍ତି। ଆଉ ମହାପ୍ରଭୁଙ୍କ ଦୟାରୁ ମଧ୍ୟ ସବୁକିଛି ଠିକ୍ ଚାଲିଥାଏ। ବନ୍ୟା ଯୋଗୁଁ ନଈରେ ଫୁଲ ପାଣି ହେଇଯାଇଛି। ଆଉ ଟିଭିରେ ଘନ ଘନ କରୁଛି ବନ୍ୟା ପାଣି ଆସିଲାଣି। ମାଛ ଧରାଳିମାନଙ୍କୁ ନଈକୁ ନ ଯିବାକୁ ସମସ୍ତେ ମନା କରୁଛନ୍ତି। ସେଇଥିପାଇଁ ଗାଁର କେହି ହେଲେ ନଈକୁ ଯାଉନଥିଲେ। ପ୍ରଫୁଲ୍ଲ ବାବୁ କିନ୍ତୁ ଭାରି ସାହସୀ ଲୋକ। ସେ ବ୍ୟାଗ୍ ଧରି ଅଣ୍ଟାରେ ଗାମୁଛାଟେ ଭିଡ଼ି ଡଙ୍ଗା ନେଇ ମାଛ ଧରିବାକୁ ବାହାରି ପଡ଼ିଲେ। ପ୍ରଫୁଲ୍ଲ ବାବୁଙ୍କ ସ୍ତ୍ରୀ ସବିତା ମ୍ୟାଡ଼ାମ ତାଙ୍କୁ ବାରମ୍ବାର କହୁଥିଲେ, ଏଇଠି ଶୁଣୁଛ, ଆଜି କାହିଁ ମୋ ମନକୁ ପାପ ଛୁଉଁଛି। ତମେ ଆଜି ନଈକୁ ମାଛ ଧରିବାକୁ ଯାଅନି। କିନ୍ତୁ ପ୍ରଫୁଲ୍ଲ ବାବୁ କାହା କଥା ଶୁଣିଲେନି। ଡଙ୍ଗାରେ ବସି ହାତରେ ଜାଲ ଧରି ନଈ ଭିତରକୁ ଗଲେ। ଆଉ ବାତ୍ୟା ପାଣି ଯୋଗୁଁ ଜାଲରେ ବହୁତ ମାଛ ପଡ଼ୁଥାଏ। ସେ ନଈ ମଝି ମଝିଆ ହେଲା ବେଳକୁ ତାଙ୍କ ଆଖି ସାମ୍ନାକୁ ଆସିଲା ନଦୀ ଭିତରେ କିଛି ଗୁଡ଼ିଏ କଟା ମୁଣ୍ଡ ଭାସୁଛି। ପ୍ରଫୁଲ୍ଲ ବାବୁ ଦେଖି ଭାରି ଡରିଗଲେ। ମନେ ମନେ ଭାବିଲେ, କିଏ ବୋଧେ ମଣିଷର ମୁଣ୍ଡ ଗଣ୍ଡିକୁ ଅଲଗା କରି ନଈରେ ଫିଙ୍ଗି ଦେଇଛି। ପ୍ରଫୁଲ୍ଲ ବାବୁ ଭାରି ସାହସୀ ଲୋକ। ସେ ଭୟ ନ କରି ଡଙ୍ଗାର କାତ ମାରି ମାରି ତା ପାଖକୁ ଗଲେ। ଆଉ ପାଖକୁ ଯାଇ ଦେଖିଲା ବେଳକୁ କେତେଜଣ ଲୋକ ନଈରେ ବୁଡ଼ି ଯାଉଛନ୍ତି। ବୋଧେ ମାଛ ଧରିବାକୁ ନଈକୁ ଆସିଥିଲେ। ପ୍ରଫୁଲ୍ଲ ବାବୁ ସାଙ୍ଗେ ସାଙ୍ଗେ ଡଙ୍ଗାରୁ ଦଉଡ଼ି ପକେଇ ସେମାନଙ୍କୁ ଡଙ୍ଗା ଭିତରକୁ ଆଣିଲେ। ଆଉ ସେମାନଙ୍କୁ ଉଦ୍ଧାର କରି କୂଳକୁ ନେଇଗଲେ। 2-3 ଜଣଙ୍କୁ ଛାଡ଼ିଦେଲେ। କେତେ ଜଣଙ୍କର ଚେତା ବୁଡ଼ି ଯାଇଛି। ପ୍ରଫୁଲ୍ଲ ବାବୁ ଦୌଡ଼ି ଗଲେ ଗାଁକୁ। ଆଉ ଗାଁ ଲୋକମାନଙ୍କୁ କହିଲେ, ଭାଇମାନେ ଦୌଡ଼ି ଆସ, ଆମ ନଈରେ କେତେ ଲୋକ ବୁଡ଼ି ଗଲେଣି। ତାପରେ ଗାଁ ଲୋକ ଦୌଡ଼ା ଦୌଡ଼ି ହେଇ ଆସି ନଈ କୂଳରେ ପହଞ୍ଚିଲେ। ଆଉ ଏମାନଙ୍କୁ ଦେଖିଲା ବେଳକୁ ସମସ୍ତେ ପେଟେ ପେଟେ ପାଣି ପିଇ ଦେଇଛନ୍ତି। ସମସ୍ତେ ମିଶି ସେମାନଙ୍କର ପେଟରୁ ପାଣି ବାହାର କରି ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସକୁ ଡାକି ପାଖ ଡାକ୍ତରଖାନାକୁ ନେଇଗଲେ। ଆଉ ସେଇ ମହାପ୍ରଭୁ ଜଗନ୍ନାଥଙ୍କର ଦୟାରୁ ମଧ୍ୟ କାହାର ବିଶେଷ କିଛି କ୍ଷତି ହୋଇନଥିଲା। ନଈରେ ବୁଡ଼ି ଯାଇଥିବା ଲୋକମାନଙ୍କର ପରିବାର ଲୋକେ ଖବର ପାଇ ଦୌଡ଼ି ଆସିଲେ ମେଡ଼ିକାଲକୁ। ଆଉ ସମସ୍ତଙ୍କର ବି ହୋସ୍ ଆସିଲା। ନଈରେ ବୁଡ଼ି ଯାଇଥିବା ଲୋକମାନେ ପ୍ରଫୁଲ୍ଲ ବାବୁଙ୍କର ଗୋଡ଼ ହାତ ଧରି ପକାଉଥିଲେ। କହୁଥିଲେ, ପ୍ରଫୁଲ୍ଲ ଭାଇ, ତୁମେ ଆଜି ନଥିଲେ ଆମେ ସମସ୍ତେ ମରି ଯାଇଥାନ୍ତୁ। ଆମ ପରିବାରଟା ଭାସି ଯାଇଥାନ୍ତା। ତୁମ ପାଇଁ ଆମେ ନୂଆ ଜନ୍ମ ପାଇଛୁ। ଆମେ ସମସ୍ତେ ତୁମର ଏହି ଉପକାରକୁ କେବେ ଭୁଲି ପାରିବୁନୁ। ଗାଁ ଲୋକ ସମସ୍ତେ ବି ପ୍ରଫୁଲ୍ଲ ବାବୁଙ୍କର ବହୁତ ପ୍ରଶଂସା କଲେ। କହିଲେ, ଯାହା ହଉ ଆମ ପ୍ରଫୁଲ୍ଲ ଭାଇ ଆମ ଗାଁର ନାଁ ରଖିଲା। ପ୍ରଫୁଲ୍ଲ ବାବୁ କହନ୍ତି, ନାଇଁ ନାଇଁ ଭାଇମାନେ, ମୁଁ କିଛି କରିନି, ସବୁ ସେଇ
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଇଚ୍ଛା